ମୋର ପ୍ରିୟ ପିଲାମାନେ ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଯେମିତିକି ଆପଣ ଜାଣିଥିବେ ଯେ ଇଗ୍ନୁ ବିଏଡ୍ର ଅନଲାଇନ୍ ଆପ୍ଲାଏ ବର୍ତ୍ତମାନ ଆପଣଙ୍କର ଚାଲିଛି ଯାହାର ଲାଷ୍ଟ ଡେଟ୍ ଆପଣଙ୍କ ପାଇଁ 21 ଫେବୃଆରୀ ରହିଛି। କେମିତି ଇଜିଲି ମାନେ ବହୁତ ଇଜିଲି ଆପଣ କ୍ୱାଲିଫାଇ କରିବେ ତାର ଭିଡ଼ିଓ, ନୂଆ ରୁଲ୍ ସମ୍ପର୍କରେ କେମିତି ଆପ୍ଲାଏ ଆପଣ କରିବେ, ଏକ୍ସପେରିଏନ୍ସ ସାର୍ଟିଫିକେଟ୍ କାହାର ଦରକାର, ଏନ୍ଓସି ଦରକାର କି ନାହିଁ, ସବୁ ଜିନିଷ ଆପଣଙ୍କ ପାଇଁ ଏ ଟୁ ଜେଡ୍ ମୁଁ ଗୋଟିଏ ଜାଗାରେ ଆପଣଙ୍କ ପାଇଁ ବନେଇ ଦେଇଛି। ଓଡ଼ିଶାର ସବୁଠାରୁ ବଡ଼ ଟେଲିଗ୍ରାମ ଗ୍ରୁପ୍ ଓଡ଼ିଶା ଟିଚର ଆସୋସିଏସନ୍, ଯେଉଁ ଗ୍ରୁପ୍ରେ 2,13,000ରୁ ଅଧିକ ପିଲା ଅଛନ୍ତି, ସେଇ ଗ୍ରୁପ୍ରେ ଆପଣ ଜଏନ୍ ହେବେ ଯେଉଁଦ୍ୱାରା କି ପ୍ରତ୍ୟେକଟି ଇନଫର୍ମେସନ୍ ଆପଣ ଜାଣିପାରିବେ। ତ ଲାଇକ୍ ଆଉ ସେୟାର କରିକି ସମସ୍ତଙ୍କୁ ଜଣାଇ ଦିଅନ୍ତୁ ଯେ ଇଗ୍ନୁ ବିଏଡ୍ର ଏକ୍ଜାମ୍ ଡେଟ୍ ବି ଆପଣଙ୍କର ଆସିଯାଇଛି। ଇଗ୍ନୁ ବିଏଡ୍ର ଆପଣଙ୍କର ପରୀକ୍ଷା ଆଗାମୀ 16 ମାର୍ଚ୍ଚ ସାନଡେ ଦିନ ଆପଣଙ୍କର ହେବ ଏବଂ ପୋଷ୍ଟ ବିଏସସି ନର୍ସିଂ ମଧ୍ୟ ସେଇ ସେମ୍ ଦିନରେ ଆପଣଙ୍କର ହେବ। ମନେ ରଖନ୍ତୁ ଲାଷ୍ଟ ଡେଟ୍କୁ 21 ଫେବୃଆରୀ କରାହେଇଛି। ଲାଷ୍ଟ ଡେଟ୍ ପ୍ରାୟତଃ ଆପଣଙ୍କର ବଢ଼ି ନପାରେ। ଯଦି ଆପଣ ଇଗ୍ନୁର ଅଫିସିଆଲ ୱେବସାଇଟ୍କୁ ଆପଣଙ୍କର ଯିବେ ignu.ac.in, ଯେମିତି ଅଫିସିଆଲ ୱେବସାଇଟ୍କୁ ଆପଣଙ୍କର ଯିବେ ଆନାଉନ୍ସମେଣ୍ଟ ଉପରେ ଆପଣ କ୍ଲିକ୍ କରିବେ। ଯେମିତି ଆନାଉନ୍ସମେଣ୍ଟ ଉପରେ ଆପଣ କ୍ଲିକ୍ କରିବେ ଏଇଠି ଆପଣଙ୍କୁ ଶୋ କରିବ ଯେ ଆପଣଙ୍କର ଆଡଭର୍ଟାଇଜମେଣ୍ଟ ଫର୍ ଏଣ୍ଟ୍ରାନ୍ସ ଟେଷ୍ଟ, ୟା ଉପରେ କ୍ଲିକ୍ କରିକି ସବୁ ଜିନିଷ ଆପଣ ପାଇଯିବେ। ଠିକ୍ ଅଛି, ତ ସବୁ ସାଙ୍ଗମାନଙ୍କୁ ଆପଣ ଜଣାଇ ଦିଅନ୍ତୁ ଯେ ଇଗ୍ନୁ ବିଏଡ୍ ଆପ୍ଲାଏ ଆପଣଙ୍କର ଚାଲିଛି। ଯଥାଶୀଘ୍ର ଆପ୍ଲାଏ କରିବା ପାଇଁ 16 ମାର୍ଚ୍ଚରେ ଆପଣଙ୍କର ବିଏଡ୍ ପରୀକ୍ଷା ଆପଣଙ୍କର ହେବ ଏବଂ ସବୁ ଜିନିଷ ଆପଣଙ୍କ ପାଇଁ ଗୋଟେ ଡାଉଟ୍ କ୍ଲିୟର କରିଛି। କେମିତି ଆପ୍ଲାଏ କରିବେ, ଏକ୍ସପେରିଏନ୍ସ ସାର୍ଟିଫିକେଟ୍, ଏନ୍ଓସି, ନୂଆ ରୁଲ୍ ସମ୍ପର୍କରେ 100% କେମିତି ଇଜିଲି କ୍ୱାଲିଫାଇ କରିବେ ତା ସମ୍ପର୍କରେ ସବୁ କ୍ଲାସ୍ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନରେ ଆପଣଙ୍କ ପାଇଁ କରାହେଉଛି। ଦେନ୍ ନେକ୍ସଟ ଏନସିଟି ତରଫରୁ ଗତକାଲି ଆପଣଙ୍କର ନୂଆ ଗୋଟିଏ ଗାଇଡଲାଇନ୍ ଆପଣଙ୍କର ଇସ୍ୟୁ କରାଯାଇଛି, ଯେଉଁଟାକି ଆପଣଙ୍କର ଗୁଡ୍ ନ୍ୟୁଜ୍ ଅଟେ। ଖାସ୍ କରିକି ସବୁ ପିଲାଙ୍କ ପାଇଁ ଯେଉଁମାନେ ବି ଆପଣଙ୍କର ପୂର୍ବରୁ ଆପଣଙ୍କର ଡିଏଲ୍ଇଡି କରିଥିଲେ ଏନ୍ଆଇଓଏସ୍, ଯଦି ଆପଣମାନେ ଏନ୍ଆଇଓଏସ୍ ଆପଣଙ୍କର ସିଟି କରିଛନ୍ତି, ଏନ୍ଆଇଓଏସ୍ ଡିଏଲ୍ଇଡି କରିଛନ୍ତି, ତ ଗତକାଲି ଏନସିଟି ବା ନ୍ୟାସନାଲ୍ କାଉନସିଲ୍ ଫର୍ ଟିଚର ଏଜୁକେସନ୍ ତରଫରୁ ଭାରତର ଯେତିକି ବି ରାଜ୍ୟ ରହିଛି ସବୁ ରାଜ୍ୟର ଚିଫ୍ ସେକ୍ରେଟାରୀ ମାନଙ୍କୁ ଲେଟର ମାଧ୍ୟମରେ ସମସ୍ତଙ୍କୁ ଆପଣଙ୍କର ପଠାଇ ଦିଆଯାଇଛି ଯେ ଯେତିକି ବି ଆପଣଙ୍କର ଭେକେନ୍ସି ବର୍ତ୍ତମାନ ବାହାରୁଛି କିମ୍ବା ଆପକମିଂ ଭେକେନ୍ସି ବାହାରିବ, ସବୁ ଭେକେନ୍ସିରେ ଆପଣଙ୍କର ଯୋଉ ଜାଗାରେ ବି ଆପଣଙ୍କର ଡିଏଲ୍ଇଡି ପୋଷ୍ଟ ଲେଖା ହେଇଥିବ ସେଇ ଜାଗାରେ ଆପଣଙ୍କର ଏନ୍ଆଇଓଏସ୍ ପିଲାମାନେ ଆପଣଙ୍କର ଆପ୍ଲାଏ କରିପାରିବେ। କୋଉ ଜାଗାରେ, ଯୋଉ ଜାଗାରେ ଆପଣଙ୍କର କୋଉମାନେ ଡିଏଲ୍ଇଡି ଥିବ ଆଉ ସିଟି ପିଲାମାନେ ଆଉ ସିଟି ମାନେ ଏନ୍ଆଇଓଏସ୍। In view of what has been held by this court herein, we find that the High Court erred in holding that 18 months diploma ହେଲା। ତାହେଲେ ଆପଣମାନେ ଜାଣିଗଲେ ଏଇଟା ହେଉଛି ଆପଣଙ୍କ ଜିନିଷ। ଠିକ୍ ଅଛି, ତ ଆପଣଙ୍କ ମନରେ ପ୍ରଶ୍ନ, ସାର୍ ଆମେ ଏଇ ଯେଉଁ ଇଗ୍ନୁ ବିଏଡ୍ କ'ଣ ଏନ୍ଆଇଓଏସ୍ ପିଲାମାନେ ଆପ୍ଲାଏ କରିପାରିବେ? ନାହିଁ, ଇଗ୍ନୁ ବିଏଡ୍ ଏନ୍ଆଇଓଏସ୍ ପିଲାମାନେ କରିପାରିବେ ନାହିଁ। ଇଗ୍ନୁ ବିଏଡ୍ କେବଳ ଯେଉଁମାନେ ଆମର ଗଭର୍ଣ୍ଣମେଣ୍ଟ ସିଟି କରିଛନ୍ତି ସେମାନେ ହିଁ କରିପାରିବେ। ବାକି ସବୁ ଚାକିରି ପାଇଁ ଆପଣଙ୍କର ଏଲିଜିବୁଲ୍ ଆପଣମାନେ ହେଇଗଲେ। ଏନସିଟି ତରଫରୁ ଗାଇଡ଼ଲାଇନ୍ ଆସିଗଲା ମାନେ ଆଉ କିଛି ଅସୁବିଧା ନାହିଁ, ଆପଣମାନେ ସବୁ ଚାକିରି ପାଇଁ ବର୍ତ୍ତମାନ ଏଲିଜିବୁଲ୍ ଅଟନ୍ତି। ଠିକ୍ ଅଛି, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ, ଧନ୍ୟବାଦ, ଥ୍ୟାଙ୍କ ୟୁ।